ଇଏ ହେଉଛି ଝିଣ୍ଟିକା, ଯିଏକି କୀଟପତଙ୍ଗ ଶ୍ରେଣୀର ଅନ୍ତର୍ଭୁକ୍ତ ଅଟେ, ଯାହାର ଆଗ ଗୋଡ଼ ଅପେକ୍ଷା ପଛ ଗୋଡ଼ ବଡ଼, ଲମ୍ବା ଓ ଶକ୍ତିଶାଳୀ ଅଟେ। ଏହି ପଛ ଗୋଡ଼ ବଡ଼, ଲମ୍ବା ଓ ଶକ୍ତିଶାଳୀ ହୋଇଥିବାରୁ ସେ ଅକ୍ଳେଶରେ ଡିଆଁ ଡେଇଁ କରିପାରେ। ଏହି ଝିଣ୍ଟିକାକୁ ଇଂରାଜୀରେ ଆମେ କ'ଣ କହୁ? ଗ୍ରାସ୍ ହପର। GRASSHOPPER, ଗ୍ରାସ୍ ହପର। ସେହିପରି ଏହି କୀଟପତଙ୍ଗ ଶ୍ରେଣୀର ଆଉ ଗୋଟିଏ ଜୀବ ହେଉଛି ବୁଢ଼ିଆଣୀ। ବୁଢ଼ିଆଣୀର 8ଟି ଗୋଡ଼। ଏହି ବୁଢ଼ିଆଣୀ ସହିତ ଆମେ ଭଲ ଭାବରେ ପରିଚିତ, ନୁହେଁ କି? ଆମ ଚାରିପାଖରେ କେଉଁଠି ନା କେଉଁଠି ଏହି ବୁଢ଼ିଆଣୀ ଜାଲ ପକେଇଥିବାର ଆମେ ଦେଖୁ। ଏହି ବୁଢ଼ିଆଣୀକୁ ଇଂରାଜୀରେ ଆମେ କ'ଣ କହୁ? ସ୍ପାଇଡର। SPIDER, ସ୍ପାଇଡର। ପିମ୍ପୁଡ଼ି। ପିମ୍ପୁଡ଼ିକୁ ତ ଆମେ ସମସ୍ତେ ଜାଣିଛନ୍ତି, ପ୍ରାୟ ସ୍ଥଳଭାଗର ସବୁଆଡ଼େ ଥାଆନ୍ତି। ପିମ୍ପୁଡ଼ିମାନେ ସର୍ବଦା ସଙ୍ଗବଦ୍ଧ ଭାବରେ ରହିଥାନ୍ତି, ଯୋଗାଯୋଗରେ ସକ୍ରିୟ ଅଟନ୍ତି। ଏମାନେ ବହୁ ପରିଶ୍ରମୀ ଅଟନ୍ତି। ଏହି ପିମ୍ପୁଡ଼ିକୁ ଇଂରାଜୀରେ କ'ଣ କହୁ? ଆଣ୍ଟ। ANT, ଆଣ୍ଟ। ପ୍ରଜାପତି ତ ଆମର ସବୁରି ପ୍ରିୟ, ବହୁତ ସୁନ୍ଦର ଦେଖାଯାନ୍ତି, ନୁହେଁ କି? ବିଭିନ୍ନ ରଙ୍ଗର ପ୍ରଜାପତି ଗୁଡ଼ିକୁ ଆମେ ପ୍ରତିଦିନ ଦେଖୁଥାଉ। ଏହି ପ୍ରଜାପତି ମଧ୍ୟ କୀଟପତଙ୍ଗ ଶ୍ରେଣୀର ଅଟନ୍ତି। ଏହି ପ୍ରଜାପତିକୁ ଇଂରାଜୀରେ କ'ଣ କହୁ? ବଟରଫ୍ଲାଏ। BUTTERFLY, ବଟରଫ୍ଲାଏ। ଆଉ ଗୋଟିଏ ଜୀବ ହେଉଛି ଅସରପା। ଏହି ଅସରପା ମଧ୍ୟ କୀଟପତଙ୍ଗ ଶ୍ରେଣୀର ଅଟନ୍ତି। ଅସରପା ଗୁଡ଼ିକ ସାଧାରଣତଃ ଘରେ, ଥାକ, ଆଲମିରା ଇତ୍ୟାଦି ସନ୍ଧି ଗୁଡ଼ିକରେ ରହିଥାନ୍ତି। ଏହି ଅସରପାକୁ ଇଂରାଜୀରେ ଆମେ କ'ଣ କହୁ? କକ୍ରୋଚ୍। COCKROACH, କକ୍ରୋଚ୍। ଉଇ ମଧ୍ୟ ଏକ କୀଟପତଙ୍ଗ ଶ୍ରେଣୀର ଅଟନ୍ତି। ଏହି ଉଇ ଏକ ବିନାଶକାରୀ କୀଟ ଭାବରେ ପରିଚିତ। ଏମାନେ କାଠ, ଲୁଗାପଟା ଓ ଖାତା ବହି ଗୁଡ଼ିକ ଖାଇ ନଷ୍ଟ କରି ଦେଇଥାନ୍ତି। ଏହି ଉଇକୁ ଆମେ ଇଂରାଜୀରେ କ'ଣ କହୁ? ହ୍ୱାଇଟ୍ ଆଣ୍ଟ। WHITEANT, ହ୍ୱାଇଟ୍ ଆଣ୍ଟ। ଉକୁଣି ଏକ କୀଟପତଙ୍ଗ ଶ୍ରେଣୀଭୁକ୍ତ ଅଟେ। ବିଶେଷ କରି ମଣିଷମାନଙ୍କ ମୁଣ୍ଡ ଚୂଳରେ ଏହି ଉକୁଣି ଗୁଡ଼ିକ ଦେଖାଯାଆନ୍ତି। ପଶୁ ଓ ପକ୍ଷୀର ଲୋମରେ ମଧ୍ୟ ଏହି ଉକୁଣି ଦେଖାଯାଆନ୍ତି। ଏହା ଏକ ରୋଗ ସୃଷ୍ଟିକାରୀ କୀଟ। ଏହି ଉକୁଣିକୁ ଆମେ ଇଂରାଜୀରେ କ'ଣ କହୁ? ଲାଉସ୍। LOUSE, ଲାଉସ୍। ଭଅଁର ଏକ ଉପକାରୀ ଜୀବ ଅଟେ। ପ୍ରାୟ ବିଭିନ୍ନ ପ୍ରକାର ଫୁଲରୁ ରସ ସଂଗ୍ରହ କରିଥାଏ। ଏହି କଳା ଭଅଁରକୁ ଆମେ ଇଂରାଜୀରେ କ'ଣ କହୁ? ବ୍ଲାକ୍ ବି। BLACKBEE, ବ୍ଲାକ୍ ବି।